ଆଜିର ପ୍ରଥମ ପ୍ରଶ୍ନ, କେଉଁ ଜୀବ ପାଣିରେ ରୁହେ କିନ୍ତୁ ପାଣି ପିଏ ନାହିଁ? ଅପସନ୍ ଏ ସାପ, ଅପସନ୍ ବି ମାଛ, ଅପସନ୍ ସି କୁମ୍ଭୀର, ଅପସନ୍ ଡି ବେଙ୍ଗ। ଏହାର ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ମୁଁ ଆପଣମାନଙ୍କୁ ସମୟ ଦେଇଛି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ବେଙ୍ଗ। ପରବର୍ତ୍ତୀ ପ୍ରଶ୍ନ, ବାସି ପାଣି ପିଇଲେ କେଉଁ ରୋଗ ଭଲ ହୋଇଥାଏ? ଅପସନ୍ ଏ ଗ୍ୟାସ୍, ଅପସନ୍ ବି ଅର୍ଶ, ଅପସନ୍ ସି କିଡନୀ ରୋଗ, ଅପସନ୍ ଡି ଦୁର୍ବଳତା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କିଡନୀ ରୋଗ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦେଶରେ ପ୍ରଥମେ ଉଡ଼ାଜାହାଜ ତିଆରି ହୋଇଥିଲା? ଅପସନ୍ ଏ ଭାରତ, ଅପସନ୍ ବି ଆମେରିକା, ଅପସନ୍ ସି ଜାପାନ, ଅପସନ୍ ଡି ରୁଷିଆ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଆମେରିକା। ପରବର୍ତ୍ତୀ ପ୍ରଶ୍ନ, କେଉଁ ଜୀବ ଛୁଆ ଜନ୍ମ କରିବା ପରେ ମରିଯାଏ? ଅପସନ୍ ଏ ନେଉଳ, ଅପସନ୍ ବି ଝିଟିପିଟି, ଅପସନ୍ ସି ମାଛ, ଅପସନ୍ ଡି ବିଛା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ବିଛା। ପରବର୍ତ୍ତୀ ପ୍ରଶ୍ନ, କେଉଁ ପଶୁ ଆକାଶକୁ ଦେଖିପାରେ ନାହିଁ? ଅପସନ୍ ଏ ଘୋଡ଼ା, ଅପସନ୍ ବି ଘୁଷୁରୀ, ଅପସନ୍ ସି ମେଣ୍ଢା, ଅପସନ୍ ଡି ଗଧ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଘୁଷୁରୀ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାରେ ପ୍ରଭୁ ରାମଚନ୍ଦ୍ରଙ୍କର ମନ୍ଦିର କେଉଁଠାରେ ଅବସ୍ଥିତ? ଅପସନ୍ ଏ କଟକ, ଅପସନ୍ ବି ଭୁବନେଶ୍ୱର, ଅପସନ୍ ସି ପୁରୀ, ଅପସନ୍ ଡି ଅନୁଗୁଳ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଭୁବନେଶ୍ୱର। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ସହରରେ ସବୁଠାରୁ ଅଧିକ ମନ୍ଦିର ଅଛି? ଅପସନ୍ ଏ ପୁରୀ, ଅପସନ୍ ବି ବ୍ରହ୍ମପୁର, ଅପସନ୍ ସି ଭୁବନେଶ୍ୱର, ଅପସନ୍ ଡି କଟକ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଭୁବନେଶ୍ୱର। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ଗଙ୍ଗା କାହାକୁ କୁହାଯାଏ? ଅପସନ୍ ଏ କାବେରୀ, ଅପସନ୍ ବି ମହାନଦୀ, ଅପସନ୍ ସି ଯମୁନା, ଅପସନ୍ ଡି ତୃଷ୍ଣା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ମହାନଦୀ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ଭାତହାଣ୍ଡି କାହାକୁ କୁହାଯାଏ? ଅପସନ୍ ଏ କଳାହାଣ୍ଡି, ଅପସନ୍ ବି ବରଗଡ଼, ଅପସନ୍ ସି କନ୍ଧମାଳ, ଅପସନ୍ ଡି ମୟୂରଭଞ୍ଜ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ବରଗଡ଼। ପରବର୍ତ୍ତୀ ପ୍ରଶ୍ନ, ଦୁନିଆରେ ସବୁଠାରୁ ପରିଶ୍ରମୀ ଜୀବୀ କିଏ? ଅପସନ୍ ଏ ହାତୀ, ଅପସନ୍ ବି ଭାଲୁ, ଅପସନ୍ ସି ପିମ୍ପୁଡ଼ି, ଅପସନ୍ ଡି ବାଘ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ପିମ୍ପୁଡ଼ି। ପରବର୍ତ୍ତୀ ପ୍ରଶ୍ନ, ଗାନ୍ଧିଜୀ କେଉଁ ଜାତିର ଥିଲେ? ଅପସନ୍ ଏ ଚମାର, ଅପସନ୍ ବି ବ୍ରାହ୍ମଣ, ଅପସନ୍ ସି ବଣିଆ, ଅପସନ୍ ଡି ତେଲି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ବଣିଆ। ଏହି ପ୍ରଶ୍ନ ଆପଣଙ୍କ ପାଇଁ। ଏହି ପ୍ରଶ୍ନରୁ ସଠିକ୍ ଉତ୍ତର ଜାଣିଥିଲେ କମେଣ୍ଟ କରନ୍ତୁ। ଏହାର ପ୍ରଶ୍ନ ରହିଛି, ଭାରତର ଜାତୀୟ ଫୁଲ କ'ଣ ଅଟେ? ଅପସନ୍ ଏ ଗୋଲାପ ଫୁଲ, ଅପସନ୍ ବି ଜସ୍ମିନ୍ ଫୁଲ, ଅପସନ୍ ସି ନାଗପୁଷ୍ପ ଫୁଲ, ଅପସନ୍ ଡି ପଦ୍ମ ଫୁଲ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ପଦ୍ମ ଫୁଲ।